जय श्रीराम जय जगन्नाथ पिलाने केमिति अछंती आज हमर आदि फिजिक्स चैनल खोला ହେଇଛି एही चैनल रे केवल फिजिक्स पढ़ा हबो फिजिक्स बहुत प्लस टू फर्स्ट ईयर और सेकंड ईयर पिला मानक ପାଇଁ जे हमर ठीक एही चैनल हम कोन करबा ना फिजिक्स जो पढ़ेबा तार गोटा स्ट्रेटजी प्लानिंग करबा स्ट्रेटजी प्रिपरेशन करबा कोन स्ट्रेटजी प्रिपरेशन एइथे हम कोन करबा ना ठीक टाइम पूर्व साइबा फास्ट कथा होची हमें जतिक विषय अछि निहाती प्लस टू सेकेंड ईयर 14 टा विषय अछि ମୁଁ କହୁଛି ଲେଖିବି ଏବେ ଲେଖିବି ପ୍ଲସ ଟୁ ସେକେଣ୍ଡ ଇୟର ପିଲାମାନଙ୍କ ପାଇଁ ଆଜି ଯେହେତୁ ଇଣ୍ଟ୍ରୋଡକ୍ସନ କ୍ଲାସ ମୁଁ କହିବି କଣ ଭଲ ଯାହା ଦରକାର କହିବି ଆଉ ପ୍ଲସ ଟୁ ସେକେଣ୍ଡ ଇୟର ପିଲାମାନଙ୍କର କଣ ନା କଣ ବହିରେ ଅଛି କଣ ଚାପ୍ଟର ଅଛି ଇନକ୍ଲୁଡ ଆଉ ତାପରେ ଆମର ମାର୍କ ଡିଷ୍ଟ୍ରିବ୍ୟୁସନ ଏତିକି କହିବା ଚାଲ ଆମର ଫାର୍ଷ୍ଟ ଇୟର ପିଲାଙ୍କ ସେକେଣ୍ଡ ଇୟର ପିଲାମାନଙ୍କର ଆଉ ରହିଲା ମାତ୍ର ହାତରେ 11 ମାସ ସମୟ यही 11 मास जम्मा तुम बर्बाद करो ना कारण ये देखो मासे आज 2-3 मास पड़ेगा आउ मास पर सरजीव कौन समर सरजीव समर पर तुम रिएडमिशन हम रिएडमिशन कोचिंग मिलूँ जो जगह भी कोचिंग नौ से थे न पढ़े कि सका सन्ध्या बेले पढ़े कॉलेज अच्छी कोचिंग गला तुम निज पढ़ाई समय सियाड़ दौड़ दौड़ कल पुणी सियाड़ सब कम सर पुणी घर को आइला पूरा टायर्ड मैंने सका 6 संध्या 6 12 घंटा तापर आउ पढ़िया इच्छा तथा तुम पढ़ा चेष्टा कर कौन ना प्लस टू हूँ आम फंडामेंटाल देख तुम गोटे छात्र आम घर घर तैयारी होता गोटे निह खोला हुए मैंने मटी तल उठा सेटा स्ट्रंग नई रहा कौन छात स्ट्रंग रही कौन लाभ तले जब स्ट्रंग रहा गले कौन लाभ से भांगी सेमती जहाँ भी हो तुम कि लग जाओ बढ़िया କିଛି ଜମା ସମୟ ବର୍ବାଦ କର ନା ମୋବାଇଲ ଫୋବାଇଲ ସବୁ ଛାଡି ଦିଅ ସେ ସବୁଠୁ ବେକାର ଜିନିଷ ହଉଛି ମୋବାଇଲ ତା ପାଇଁ ଆଜି ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ମୋବାଇଲ ଭଲ ମାନେ ୟୁଜ ବହୁତ ହେଇଯାଉଛି ଛାଡ଼ ତମେ ଯାହା କରୁଛ କର କିନ୍ତୁ ଫାଷ୍ଟ ପ୍ରାୟୋରିଟି ଦିଅ ତମ ପାଠ ପଢାକୁ ପାଇଁ ତମେ ଯା ପ୍ଲସ ଟୁ ସେକେଣ୍ଡ ଇୟର ପରୀକ୍ଷା ଦବ ତା ପାଇଁ ପ୍ରାୟୋରିଟି ଦିଅ ଦଶମ ପିଲାମାନେ ଯେମିତି ଦଶମ ବେଳେ ବି ସେମିତି ସାର୍ ମାନେ କହିବେ ଦଶମ ପରୀକ୍ଷା ହଉଛି ଦଶମ ପରୀକ୍ଷା ସରିଗଲା ତାପରେ ଫାଷ୍ଟ ଇୟର ହେଇଗଲା ସେକେଣ୍ଡ ଇୟର ହେଇଗଲା ଫାଷ୍ଟ ଇୟର ପିଲାମାନଙ୍କର ସେମିତି ଏବେ କିଛି ନାହିଁ ସେମାନେ ତମେ ବି ମାନେ ବି ବୁଝ ନା କାହିଁକି ନା ନିଟ୍ ଯେଇ ଏମାନେ ସବୁ ଯୋଉ ଏଣ୍ଟ୍ରାନ୍ସ ହଉଛି ତା ପାଇଁ ନିଟ୍ ଯେଇ ଏକା ନୁହେଁ ନିଟ୍ ଯେଇ ହଉଛି ଓୟୁଏଟି ହଉଛି ଓଜେଇ ହଉଛି ସବୁ ପ୍ରକାର ପରୀକ୍ଷା ଅଛି ତା ପାଇଁ ପ୍ରଥମେ ଅଧିକାଂଶ କ୍ୱେଶ୍ଚିନ୍ କୋଉଠୁ ଆସୁଛି ଆମର ଫାଷ୍ଟ ଇୟର ଆଉଛି ସେକେଣ୍ଡ ଇୟର ଆଉଛି କିନ୍ତୁ ଅଧିକ ଫାଷ୍ଟ ଆଉଛି କଣ ପାଇଁ ନା ପିଲାମାନେ ଫାଷ୍ଟ ଇୟର ପାଠ ପଢନ୍ତି କିନ୍ତୁ ତମେ ଜମା ସମୟ କେହି ନଷ୍ଟ ନ କରି ପାଠ ପଢ ଆଉ ପାଠ ପଢିବା ସହିତ ତମେ ବି କିଛି ପ୍ଲାନିଂ ରଖ ଆଗକୁ କଣ କରିବ ନହେଲେ ମାନେ ବିନା ଜୀବନରେ କିଛି ନ ଭାବି କିଛି ଭଲ ଲାଗିବନି ଧର ମୁଁ ଭାବି ଦେଇଛି ଆଜି ଆଇପିଏସ୍ ହେବି ତା ପାଇଁ ନିଜେ ପଢିବାକୁ ପଡିବ ମୁଁ ଭାବି ଦେଇଛି ନାଇଁ ସିଏ ହେବି ସିଏ ମାନେ ଚାର୍ଟାର୍ଡ ଆକାଉଣ୍ଟରେ ମୁଁ ପଢିବି ମୁଁ ତା ପାଇଁ ପ୍ରିପାରେସନ କରିବି ତାକୁ ବି କରିବାକୁ ପଡିବ ଯାହା ହଉ ତାର ତ କମର୍ସ ପଢ ଆର୍ଟସ ପଢ ସାଇନ୍ସ ପଢ କିଏ ପଢୁଛ ଯାହା ପଢ କିନ୍ତୁ ଯାହା ପଢ କିନ୍ତୁ ଭଲସେ ପଢ ଆମେ କିନ୍ତୁ ସାଇନ୍ସ ଡିପାର୍ଟମେଣ୍ଟ ମାନେ ସାଇନ୍ସ ବ୍ରାଞ୍ଚ ଆମେ ପଢିବା ମୁଁ ସାଇନ୍ସ କଥା କହୁଛି ସାଇନ୍ସ କଥା କଣ ଆଉ ଫାଷ୍ଟ ଇୟର ସେକେଣ୍ଡ ଇୟର ତ ଗଲା ଫାଷ୍ଟ ଇୟର ତ ଯୋଉମାନେ ସେକେଣ୍ଡ ଇୟର ଏବେ ପଢୁଛ ତାଙ୍କୁ କହୁଛି ଫାଷ୍ଟ ଇୟର ତ ଯାହା କଲ ସେକେଣ୍ଡ ଇୟର ଆମେ ପାଠ ପଢିବା ଆମର ଷ୍ଟ୍ରାଟେଜି ପ୍ରୋଗ୍ରାମ ମୁଁ କହୁଥିଲି ଷ୍ଟ୍ରାଟେଜି ପ୍ରୋଗ୍ରାମ କହିଲେ ଆମେ ଚେଷ୍ଟା କରିବା ଯେ ଥରେ ପୁରା ହୋଲ ସିଲାବସ କଭର କରିକି ହଁ ହୋଲ ସିଲାବସ କଭର ଫାଷ୍ଟ ଧର ଆମର ଯାହା ପଢା ହବ ଫାଷ୍ଟ ବିଷୟ ଆଜି ଷ୍ଟାର୍ଟ ହେଲା ସେ ବିଷୟରେ ଆମେ କଣ କରିବା ନା ଯାହା ଯାହା ପଢା ହେଲା ତ ପଢା ହେଲା କ୍ଲାସରେ ପଢା ହବ ତାପରେ ସେ ବିଷୟକୁ ଆଉ ଥରେ ୱାନ୍ ସଟ୍ କରିଦେବା ମାନେ ଶୀଘ୍ର ଧର ଏଇଟା ବିଷୟ ସରିଲା ତାର ଗୋଟେ ୱାନ୍ ସଟ୍ କରିଦେବା ୱାନ୍ ସଟ୍ ମାନେ ରାପିଡଲି ରିଭିଜନ ହବ କରିଦେଲେ ତମାନେ କଣ ବୁଝିବାକୁ ସହଜ ହବ ଇଏ ଗଲା ତାପରେ ସେକେଣ୍ଡ କଥା କଣ ଆମେ ଯାହା ବି ବିଷୟ କରିବା ଯଦି ତା ଦେହରେ କିଛି ଫର୍ମୁଲା ବି ଥିବ ଫିଜିକ୍ସ ମାନେ ମ୍ୟାଥ 90% ଫିଜିକ୍ସ ଅଛି ଫିଜିକ୍ସ ମାନେ ମ୍ୟାଥ ଫର୍ମୁଲା ହରିକା ସବୁ ଆସିବ ଯୋଉଥିରେ ଆମେ ସାଙ୍ଗେ ସାଙ୍ଗେ ତାପରେ ପ୍ରୋବ୍ଲେମ କରିଦବା 5-6ଟା ପୁରା ଥରଲି ଯାହା ସିଏଚଏସସି ରେ ପଢିବ ଆଉ ଯାହା ଆଗରୁ ପଢିଥିଲା ବି ମୁଁ ସେଇଠି ସାଙ୍ଗେ ସାଙ୍ଗେ କରିଦବା ଏମିତି କଲେ କଣ ନା ତମେ ଆଉ ଡର ଭୟ ନଥିବ ମୁଁ ଗୋଟେ କ୍ୱେଶ୍ଚିନ୍ କହିଲା ମତେ ଆସିଲା ଆଉ ମେନ୍ କଥା ହଉଛି କ୍ୱେଶ୍ଚିନ୍ ବୁଝିବା ଫିଜିକ୍ସ ସବୁ ସହଜ ପୁରା ସହଜ କେବଳ ବୁଝିଲେ ହେଲା ଆଉ ରହିଲା ଆଜି ଆମର କେବଳ ମାତ୍ର ମୁଁ ସେକେଣ୍ଡ ଇୟର ପିଲାମାନଙ୍କ ପାଇଁ ସେକେଣ୍ଡ ଇୟର ପିଲାମାନଙ୍କ ପାଇଁ କଣ କହିବି
ନା ଆଜି ତାଙ୍କର ସିଲାବସ ଯୋଉ ଆମ ବହିରେ ଯାହା ଯାହା ବିଷୟ ଅଛି ଲେଖିଦେବି। ମାର୍କ ଡିଷ୍ଟ୍ରିବ୍ୟୁସନ କରିବା କେମିତି କେତେ ମାର୍କ କଣ ପଡିବ ତା ବିଷୟରେ କହିଦେବି। ଆଜିର ଇଣ୍ଟ୍ରୋଡକ୍ସନ କ୍ଲାସ ସେତିକି ହେଇଯିବ। ତାପରେ ନେକ୍ସଟ କ୍ଲାସକୁ ଆମେ ଯୋଉ ବିଷୟ ଆଜି ଫାଷ୍ଟ ପଢା ହବ କହିବା ଆଉ। ଚାଲ ଷ୍ଟାର୍ଟ କରିବା। ଆଉ ହଁ, ସବସ୍କ୍ରାଇବ ଟିକେ କରିବ। ଆଉ ବେଲ ଆଇକନ ଯାଇକି ବେଲ କୁ ଯାଇକି ଅଲ ବେଲ ଆଇକନ କୁ ମାରିଦବ। କାହିଁକି ନା ଯଦି ମାରିଦେଲେ କଣ କଲେ କଣ ହବ ନା ସବସ୍କ୍ରାଇବ କର ନ କର ମୁଁ ସେଥିରେ କିଛି କହୁନି। ତମେ ବାସ୍ ପାଠ ପଢ। ଆଉ ବେଲ ଆଇକନ ଟା ବାଜିଲେ କଣ ନା ତମେ ମୋର ଯଦି ଆଜି ଆଜି ଇଣ୍ଟ୍ରୋଡକ୍ସନ କ୍ଲାସ ହେଲା ତାପରେ ଅଲଗା ଗୋଟେ କ୍ଲାସ ହବ। ସାଙ୍ଗେ ସାଙ୍ଗେ ଭିଡିଓ ନବାକୁ ପଳେଇବ। ଏମିତି କଲେ କଣ ଇଚ୍ଛା ଯାହା କରିବ କିନ୍ତୁ ପାଠ ପଢ। ପାଠ ଆଗ। ହଉ ଆମେ ଆମର ଆଜି ଷ୍ଟାର୍ଟ କରିବା ଭିଡିଓ। ଆମେ ହେଲା ଆଜି ପ୍ରଥମ ଆଡି ଫିଜିକ୍ସ ଚ୍ୟାନେଲ ଷ୍ଟାର୍ଟ କରିବା ପ୍ଲସ ଟୁ ପିଲାମାନଙ୍କୁ ସେକେଣ୍ଡ ଇୟର। ପ୍ଲସ ଟୁ ସେକେଣ୍ଡ ଇୟର ପିଲାମାନଙ୍କ ପାଇଁ ଆଜି ପଢା ହବ। ପଢା ହବ ନୁହଁ ଖାଲି ଇଣ୍ଟ୍ରୋଡକ୍ସନ କ୍ଲାସ ନୁହଁ। ହଉ ଆମେ ଆଜି କଣ ଦେଖିବା ନା କଣ କଣ ଅଛି ଆମ ବହିରେ କଣ କଣ ଅଛି କହିଲି ମାନେ ଟୋଟାଲି ସେକେଣ୍ଡ ଇୟରରେ 9ଟା ୟୁନିଟ୍ ଅଛି। କେତେଟା? 9ଟା। 9ଟାରୁ ଫାଷ୍ଟ ୟୁନିଟ୍ ଯୋଉଟା ଅଛି ସେଇଟା ଟିକେ ବଡ ହବ। ତାପରେ ମଝି ଗୋଟେ 6-7 ନମ୍ବର ଗୋଟେ ୟୁନିଟ୍ ଅଛି ସିଏ ଟିକେ ବଡ। ଏଇ ଦିଟା ପ୍ରାୟତଃ ମ୍ୟାକ୍ସିମମ୍ କୋଶ୍ଚିନ୍ ଆନ୍ସର। କେତେ 21 ଆଜ୍ଞା 50% କୋଶ୍ଚିନ୍ ସେଇ ଦିଟା ଚାପ୍ଟର ପଳେଇ ଆସିବ। ମାନେ ଯୋଉଟା ପିଲାମାନେ ଧର ଅଧିକ ଅଂଶ ପଢିବାକୁ ଚାହିଁଲେ ସେଇ ଦିଟା ଚାପ୍ଟର ପଢିଲେ 50% କୋଶ୍ଚିନ୍। ଆମେ ତାକୁ ଭଲସେ ପଢିବା ଭଲ ବୁଝିବା ପାଠ। ତାହେଲେ ଆମେ ଆଗେ ଦେଖିଦବା କଣ କଣ ହବ। ଆମର ୟୁନିଟ୍ 9ଟା ପିଲାମାନେ। ଫାଷ୍ଟ ୟୁନିଟ୍ 1। ୟୁନିଟ୍ 1 ରହିଲା ଇଲେକ୍ଟ୍ରୋଷ୍ଟାଟିକ୍। ଫାଷ୍ଟ ୟୁନିଟ୍ ହଉଛି ଇଲେକ୍ଟ୍ରୋଷ୍ଟାଟିକ୍। ଇଲେକ୍ଟ୍ରୋ ଫାଷ୍ଟ ୟୁନିଟ୍ ହଉଛି ଇଲେକ୍ଟ୍ରୋଷ୍ଟାଟିକ୍। ଇଲେକ୍ଟ୍ରୋଷ୍ଟାଟିକ୍ ରେ 3ଟା ଚାପ୍ଟର ଅଛି। ମାନେ 2ଟା ଚାପ୍ଟର ହେଲା କିନ୍ତୁ ଲାଷ୍ଟ ଯୋଉ 2ଟା ଚାପ୍ଟର ଅଛି ଛାଡ ମୁଁ ଲେଖିଦଉଛି ତାପରେ ତମେ ବୁଝିବ ଆଉ। ଇଲେକ୍ଟ୍ରିକ ଚାର୍ଜ ଆଣ୍ଡ ଫିଲ୍ଡ। ଇଲେକ୍ଟ୍ରିକ ଚାର୍ଜ ଆଣ୍ଡ ଫିଲ୍ଡ ହଉଛି ଫାଷ୍ଟ ଚାପ୍ଟର। ସେକେଣ୍ଡ ଚାପ୍ଟର ଇଲେକ୍ଟ୍ରିକ ପୋଟେନ୍ସିଆଲ। ସେକେଣ୍ଡ ଚାପ୍ଟର ହଉଛି ଇଲେକ୍ଟ୍ରିକ ପୋଟେନ୍ସିଆଲ। ଥାର୍ଡ ଚାପ୍ଟର ହଉଛି କାପାସିଟାନ୍ସ। ଥାର୍ଡ ଚାପ୍ଟର ହଉଛି କାପାସିଟାନ୍ସ। ଆମେ ପଢିବା ଇଲେକ୍ଟ୍ରୋଷ୍ଟାଟିକ ଫାଷ୍ଟ ୟୁନିଟ ରେ ଇଲେକ୍ଟ୍ରିକ ଚାର୍ଜ ଆଣ୍ଡ ଫିଲ୍ଡ, ଇଲେକ୍ଟ୍ରୋ ପୋଟେନ୍ସିଆଲ, କାପାସିଟାନ୍ସ। 3ଟା ଚାପ୍ଟର ପଢିବା। କିଛି ନାହିଁ ଏଇ ଦିଟା ପ୍ରାୟତଃ ଯେତିକି ଇଏ ସେତିକି ସହଜ ବୁଝିହେଇଯିବ। ଇଏ ଫାଷ୍ଟ ୟୁନିଟ ଗଲା। ସେକେଣ୍ଡ ୟୁନିଟ ରେ ଆମେ ପଢିବା। ପିଲାମାନେ ଲେଖି ଦଉଥିବ କାହିଁକି ନା ଇଏଟା ରହିଲେ ତମେ ଜାଣିବ କୋଉ କୋଉ ଚାପ୍ଟର। ଏମିତି ଚାପ୍ଟର ତ ଆରମ୍ଭ ଲେଖା ହବ ଲେଖିଦେଇଥା। ହଉ ଲେଖିଦେଲ ପିଲାମାନେ? ହଉ ଲେଖି ଲିଭେଇ ଦଉଛି। यूनिट 2। यूनिट 2 ରେ ଆଇଲା ଇଲେକ୍ଟ୍ରିକ କରେଣ୍ଟ।
ये गोटे यूनिट, ये गोटे चैप्टर, ମାନେ ଏହି ହିଁ ये यूनिट, ये ହିଁ चैप्टर, चैप्टर ना भी से इलेक्ट्रिक करंट, करंट कौन पढ़िया, करंट केमिति थियरी पढ़िया, ये हमर आ तो सब पढ़िया, हमर हिस्टन ब्रिज कौन पढ़िया, हिस्टन ब्रिज तापर हमर आइला किरचॉफ लॉ आज पढ़िया, बहुत कथा पढ़िया, पढ़ला बेले देखिबा आ ये सेकंड यूनिट, थर्ड यूनिट, थर्ड यूनिट होची मैग्नेटिक इफेक्ट ऑफ करंट एंड मैग्नेटिक, थर्ड यूनिट, थर्ड यूनिट होची मैग्नेटिक इफेक्ट ऑफ करंट एंड मैग्नेटिक, आदर से दुईटा चैप्टर, दुईटा चैप्टर, चैप्टर कौन ना आज दुईटा चैप्टर कौन मैग्नेटिक मूविंग चार्ज और मैग्नेटिक, आज होची मूविंग चार्ज एंड मैग्नेटिक, आज दुईटा चैप्टर, फर्स्ट चैप्टर लिखुची मूविंग चार्ज एंड मैग्नेटिक, सेकंड होची मैग्नेटिज्म एंड मैटर, मैग्नेटिज्म एंड मैटर, सेकंड चैप्टर, सेकंड चैप्टर होची मैग्नेटिज्म एंड मैटर, ये गला हमर तीनटा यूनिट, तापरे पिला लेखुथिबो जा जा कोची लेखुथिबो, दरकार आसीबो ଆମେ ଯେତେବେଳେ ପଢିବା ବି ସେତେବେଳେ ଲେଖେ କି ନାହିଁ ତମେ ଲେଖିଦିଅ ଭଲ କଥା, ହଁ, ଲେଖି ଦେଇଛି ପିଲାମାନେ, ପଜ ମାରି ଲେଖୁଥିବ, ଏ यूनिट 3 गला, यूनिट 4, यूनिट 4 रे हमें पढ़िबा ईएमआई, इलेक्ट्रोमैग्नेटिक इंडक्शन एंड अल्टरनेटिंग करंट, ईएमआई एंड ईएमआई एंड एससी, हमें सेकंड चैप्टर माने 4 यूनिट रे पढ़िबा ईएमआई एंड ईएमआई रो फुल फॉर्म होची लिखि दउची, ये भी दुईटा चैप्टर बा, ये यूनिट ना भी ईएमआई एंड एससी, ताई चैप्टर ना भी सीया लिखुची, चैप्टर फर्स्ट चैप्टर होची इलेक्ट्रोमैग्नेटिक इंडक्शन, फर्स्ट चैप्टर, सेकंड चैप्टर कौन, सेकंड चैप्टर होची अल्टरनेटिंग करंट, एससी रो फुल फॉर्म अल्टरनेटिंग करंट, ये गला हमर 4 यूनिट अल्टरनेटिंग ईएमआई एंड एससी, तापर हमर 5 यूनिट कौन, 5 यूनिट रहला ईएमडब्ल्यू, ईएमडब्ल्यू पुनी कौन, ईएमआई कौन, ईएमआईएनबी, ईएमडब्ल्यू कौन, ईएम रा फुल फॉर्म इलेक्ट्रोमैग्नेटिक, डब्ल्यू इलेक्ट्रोमैग्नेटिक वेव, हमें पढ़िया कौन इलेक्ट्रोमैग्नेटिक वेव, 4 यूनिट, ये 5 यूनिट,
EMW EMW ફૂલ ફોર્મ કોણ ના ઇલેક્ટ્રોમેગ્નેટિક વેવ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ୱେଭ୍ ଇଏ ବି ସେଇ ଯେମିତି ହେଲା ଆମର ସେକେଣ୍ଡ ୟୁନିଟ୍ କରେଣ୍ଟ ଇଏ ବି ସେମିତି EMW ସେଇ ୟୁନିଟ୍ ସେଇ ଚାପ୍ଟର EMW ହିଁ ଚାପ୍ଟର ୟୁନିଟ୍ ବି ଚାପ୍ଟର ବି ସେଇ ଲେଖୁଥିବେ ପିଲାମାନେ ମୁଁ ଲିଭେଇ ଦଉଛି ପଜ ମାରି ଲେଖିଦବ ये चैप्टर 5 गला हमारा बय 6 ये भल चैप्टर सब चैप्टर भल मुझे कही नथी दुईटा यूनिट अच्छी पूरा 50% मार्क आसो फास्ट हूँ इलेक्ट्रोस्टैटिक सेकेंड हूँ ऑप्टिक्स ये यूनिट ना हूँ ऑप्टिक्स ये हूँ राजा राजा माने कौन राजा कहले अरे राजा माने पूरा होल सेकेंड ईयर फिजिक्स रो ये हूँ राजा और राणी हूँ इलेक्ट्रोस्टैटिक तुम जहाँ कहीपर आगे प्रायतः सब क्वेश्चन आसो सब 50% ये जी आम इलेक्ट्रोस्टैटिक मिसेल आसे 50% क्वेश्चन आसो ऑप्टिक्स रे दुईटा चैप्टर अच्छे ऑप्टिक्स रे भी से दुईटा चैप्टर अच्छे कौन कौन फास्ट हूँ रे ऑप्टिक्स एंड ऑप्टिकल इंस्ट्रूमेंट रे ऑप्टिक्स एंड ऑप्टिकल इंस्ट्रूमेंट फर्स्ट चैप्टर सेकेंड चैप्टर हूँ वेब ऑप्टिक्स ये रहा आमर 6 नंबर यूनिट रे 7 नंबर यूनिट 7 नंबर यूनिट हूँ डुअल नेचर ऑफ मैटर dual nature of matter dual nature of radiation and matter एक dual nature of matter का radiation हाँ dual nature of radiation and matter 7 नंबर यूनिट dual nature of radiation and matter मतलब 7 नंबर यूनिट लिखुते पिला माने पॉज मारिकी तापर हमर आइला 8 नंबर यूनिट मु कहि 9 टा यूनिट 7 टा सरी गेला आ 2 टा मात्र अछि 8 नंबर यूनिट रे ये चैप्टर भी 2 टा आरे 2 टा देखो माने हेडिंग यूनिट ना जा चैप्टर तो सेमती आछि 8 नंबर यूनिट रे कोन ना एटम एंड न्यूक्ली एटम एंड न्यूक्ली ये गोटे चैप्टर ये गोटे चैप्टर दुईटा चैप्टर अछि यूनिट ना अछि एटम एंड सेमती यूनिट 9 यूनिट रे अछि इलेक्ट्रॉनिक डिवाइस आ धरे कोन पढिया हम सेमीकंडक्टर ऊपर पढिया
चैप्टर होची सेमीकंडक्टर किंतु यूनिट ना होची इलेक्ट्रॉनिक डिवाइस ଆମେ ସବୁ ଯାକ 9ଟା ଚାପ୍ଟର ୟୁନିଟ୍ ନା ଜାଣିଲେ କଣ କଣ ଚାପ୍ଟର ରହିବ ସବୁ ଜାଣିଲେ ପ୍ରାୟତଃ ମୁଁ କହିଦେଲି 2ଟା ଚାପ୍ଟର ମେଜର ଏ ସବୁ ମାଇନର ବି ହେଲେ ତାକୁ ଛଡା ହବନି ପ୍ରାୟତଃ କୋଉ ବର୍ଷ କଣ ଆସୁଛି କହିନେ ଯୋଉ ଗୋଟେ ଏସି ଗୋଟେ ଚାପ୍ଟର ଥିଲା ସିଏ ବହୁତ ଇଣ୍ଟରେଷ୍ଟିଂ ଚାପ୍ଟର ତାକୁ ଆମେ ସବୁ ଚାପ୍ଟର ଭଲସେ ପଢିବା କଭର କରିବା ରିଭିଜନ କରିବା ଆଉ ମୁଁ କ୍ୱେଶ୍ଚିନ୍ ବି ତମକୁ ଆମ ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ଦେଇଦେବି ସେଥିରେ ମୁଁ ତମକୁ କ୍ୱେଶ୍ଚିନ୍ ବି ପଠେଇଦେବି ତମେ କ୍ୱେଶ୍ଚିନ୍ ପ୍ରାକ୍ଟିସ କରିବ ଆମେ ବି ଏଠି କ୍ୱେଶ୍ଚିନ୍ ପ୍ରାକ୍ଟିସ କରିବା କିଛି ଦେବି ତମେ କିଛି କରିବ ମୁଁ କିଛି କରିବି ତମେ କିଛି କରିବ ମୁଁ କିଛି କରିବି ଏମିତି ଚାଲିବ ଏମିତି କଲେ କଣ ହବ ନା ତମର ବି ପ୍ରାକ୍ଟିସ ରହିବ ମୋର ବି ପ୍ରାକ୍ଟିସ ରହିବ ଆମ ଦି ଜଣଙ୍କର ଇକ୍ୱାଲ ହେଇଯିବ ସାଇମଲଟେନିୟସଲି ଯଦି ଆମେ ମିଶିକି କରିବା ଇକ୍ୱାଲ ହେଇଯିବ ସବୁ ଇକ୍ୱାଲ ହେଲେ ତମେ ବି ଟପର ଆମେ ତ ଚାଲିଛି ଆମର ପାଠ ପଢା ଆଉ କଣ ଛାଡ ଆଜିର ଫାର୍ଷ୍ଟ ଯୋଉ ସେକ୍ସନ ଥିଲା ସେ ସରିଗଲା ସେକେଣ୍ଡ ଆମେ ମାର୍କ ଡିଷ୍ଟ୍ରିବ୍ୟୁସନ କରିବା କାର ସିଏପିସି ପ୍ଲସ ଟୁ ଯୋଉ ପରୀକ୍ଷା ସେକେଣ୍ଡ ପିଲାମାନଙ୍କ ପରୀକ୍ଷା ପାଇଁ ମାର୍କ ଡିଷ୍ଟ୍ରିବ୍ୟୁସନ କରିବା କିଛି କହିବନି ଏ ବର୍ଷ ଏମିତି ରଖିଛି ଯଦି ଆର ମାନେ ଯୋଉମାନେ ପରୀକ୍ଷା ଦେବେ ଆରଥରକ 27ରେ ତାକୁ ବି ଚେଞ୍ଜ କରିଦେଇପାରେ ଏବେକା କଥା କହୁଛି ମାନେ ଏବେକା ଯୋଉ ଚାଲିଥିଲା ପରୀକ୍ଷା ତାର ଏତିକି ଏମିତି ମାର୍କ ଡିଷ୍ଟ୍ରିବ୍ୟୁସନ ଥିଲା ମୁଁ କହିଦଉଛି ଲେଖିଦଉଛି ଦେଖ 20ଟା ସବ୍ କ୍ୱେଶ୍ଚିନ୍ ଏମସିକ୍ୟୁ ପଡିଥିଲା क्वेश्चन एमसीक्यू एमसीक्यू का कौन मल्टीपल चॉइस क्वेश्चन एमसीक्यू ର ଫୁଲ୍ ଫର୍ମ କଣ ମଲ୍ଟିପଲ ଚଏସ୍ क्वेश्चन ଏଇଟା ପଡିବ 20ଟା ପଡିବ एमसीक्यू एमसीक्यू पड़िबो 20टा एक मार्किया 20टा केतेटा 20 मार्क टोटाली हमर 70 मार्क परीक्षा हबो फिजिक्स केमिस्ट्री बायोलॉजी 70 मार्क ର परीक्षा हबो ଆଉ फिजिक्स केमिस्ट्री बायोलॉजी 70 मार्क ଆଉ रहला मैथ इंग्लिश ओडिया एबेगा ए वर्ष आर 25 26 एमती करछि दी वर्ष लाई चेंज कर देछि ଆଉ इंग्लिश ओडिया मैथ 80 मार्क 20 मार्क इंटरनल हबो कार फिजिक्स ओडिया जो मैथ ओडिया इंग्लिश तापर आउ रहला हमर फिजिक्स केमिस्ट्री बायोलॉजी तार प्रैक्टिकल 30 मार्क फिजिक्स भी प्रैक्टिकल हबो जो 30 मार्क आदरे गला 70 मार्क हम एटा थ्योरी देबा सेटा प्रैक्टिकल कॉलेज रो एटा भी थ्योरी हबो दुईटा को कथा एका कथा छाड़ो हम थ्योरी पे पढ़िया प्रैक्टिकल तो हम पर इंस्ट्रूमेंट नहीं जे पे एडी प्रैक्टिकल पढ़िया हम को थ्योरी पे पढ़िया एमसीक्यू कोडिया एटा तापर एला 2 मार्क या 2 मार्क शॉर्ट क्वेश्चन बीएसक्यू माने कौन वेरी शॉर्ट क्वेश्चन माने 2 मार्क या 2 मार्क या पड़ियो सातुटा पड़िबोनी माने सातुटा तमे करिवो सातुटा पड़िबोनी जमा सातुटा तमे करिवो सातुटा के पड़िबोनी सातुटा तमे करिवो 11टा ना 12टा पड़िबो ता दे तमे सातुटा करिवो एमसीक्यू रे हमर किछ नै 20टा ही पड़िबो तमे 20टा करिवो किंतु 2 मार्क रे सातुटा करिवो आउट ऑफ 11 11 दिना 12टा क्वेश्चन करथिबो ता दे तमे सातुटा करिवो ये हला केते 14 मार्क तापर हैला हमरो 3 मार्क या 3 मार्क भी तमे सातुटा करिवो ये भी सही पाखापाखि शॉर्ट क्वेश्चन हबो शॉर्ट क्वेश्चन माने कौन इके लॉन्ग हबो से माने कर शॉर्ट क्वेश्चन का कर शॉर्ट क्वेश्चन ये भी 3 मार्क 7टा पड़ियो केते हला 21 तापर हैला लॉन्ग क्वेश्चन ये भी सही आउ 11 के तम 12टा क्वेश्चन करो ता दूर तमे 7टा करिवो तापर हैला लॉन्ग क्वेश्चन 3टा करिवो 5 मार्क बुझिल केतेटा करिवो 3टा करिवो 5 मार्किया ये 5टा पड़थिबो टोटली क्वेश्चन क्वेश्चन 5टा पड़थिबो ता दरु तमे 5 3टा करिवो सबुत्र क्वेश्चन आसीबो भलो क्वेश्चन पड़िबो देखि बुझी बाजी कले भलो तमे यदि सब माने थियरी भल से पड़िबो प्रॉब्लम माने मने कौन करियो छरा जहां भी तमे करो आगे होची थियरी तमे केते बुझिलो बुझी सारा पर केते अप्लाई करियो अप्लाईटा मेन तमे धर थियरी कर देलो ता देर जेते क्वेश्चन अछि ताकू यदि प्रैक्टिस कलो पूरा सब जान हबो कोन भाई हबो ना हमें थियरी को पिला माने अछंती थियरी कर दे आ थोड़ी पढ़ी ये की कथा थियरी करियो थियरी माने पढ़ देलो आ तो अप्लाई करियो प्रॉब्लम करियो ये न्यूमेरिकल करियो सेମିତି ହେଇ ପାରିବ ନା प्रोब्लेम हबो न्यूमेरिकल हबो
ଯାହା ଡାଉଟ୍ ରହିଲା ତମେ ମତେ ଟେଲିଗ୍ରାମ ରେ ପଚାରି ପାର, ୟୁଟ୍ୟୁବ ଆମର କମେଣ୍ଟ ବକ୍ସ ରେ ପଚାରି ପାର, ଯେମିତି ପଚାରି ପାର। ଡାଉଟ୍ କିନ୍ତୁ କ୍ଲିୟର ଟା ମୁଁ କରିବି ନିଶ୍ଚିତ। ଇଏ ଆମର ଏମସିକ୍ୟୁ ହେଇଦେବା 20, 14, 21, 15 4, 1, 5, 1, 10, 0, 2, 1, 3, 6, 3, 3, 60, 70 ଟୋଟାଲ ମାର୍କ, ଟୋଟାଲ 70 ମାର୍କ ତମେ ପରୀକ୍ଷା ଦବ। ସିଏଚଏସ୍ ବୋର୍ଡ ନା ଆମ କାଉନସିଲ ନା ହଉଛି ସିଏଚଏସ୍ ଆ ଅଣ୍ଡରରେ ତମେ ପରୀକ୍ଷା ଦବ। ତା ଅଣ୍ଡରରେ ସିଏଚଏସ୍ କାଉନସିଲ ଅଫ ହାୟର ସେକେଣ୍ଡାରୀ ଏଜୁକେସନ, ତା ଅଣ୍ଡରରେ ତମେ ପରୀକ୍ଷା ଦବ। 70 ମାର୍କ ରଖିଛି। ଅନ୍ୟ ସବଜେକ୍ଟ ବି ସେଇଆ। କଣ ସେଇଆ, ବାୟୋଲୋଜି ଅଲଗା, ବାୟୋଲୋଜି ଦୁଇଟା ରହିଯାଉଛି, ବଟନି ଆଣ୍ଡ ଜୁଲୋଜି ତା ପାଇଁ ଅଲଗା, କେମିଷ୍ଟ୍ରି ପୁରା ସମାନ। ଏକ୍ସାମ ପଡିବ କେମିଷ୍ଟ୍ରି ସେମ୍ ହେଲା। ଆଜି ପାଇଁ ତ ମୁଁ ସବୁ କହିଦେଲି, ଯାହା ଯାହା ଆଜିର ଥିଲା ସବୁ ସରିଗଲା। ନେକ୍ସଟ କ୍ଲାସ ଆମେ ଇଲେକ୍ଟ୍ରୋଷ୍ଟାଟିକ ଆରମ୍ଭ କରିବା। ଇଲେକ୍ଟ୍ରୋଷ୍ଟାଟିକ ନେକ୍ସଟ କ୍ଲାସରେ ଆମେ ଯୋଉ ପାଠ ପଢାକୁ ଏକାଥରେ ପଳେଇବା। ସେକେଣ୍ଡ ଇୟର ଫାଷ୍ଟ ଇୟର ମୁଁ କହିଛି ପଢେଇବି, ଧୀରେ ଧୀରେ 10-15-20 ଦିନ ଭିତରେ ତାକୁ ପଢା। କିନ୍ତୁ ନେକ୍ସଟ କ୍ଲାସ ଆମେ ଆଗେ ଇଲେକ୍ଟ୍ରୋଷ୍ଟାଟିକ ଆରମ୍ଭ କରିବା ସେକେଣ୍ଡ ଇୟର ପିଲାମାନଙ୍କ ପାଇଁ। ଇଲେକ୍ଟ୍ରୋଷ୍ଟାଟିକ ଫାଷ୍ଟ କହିଥିଲି, ଇଲେକ୍ଟ୍ରୋ 3ଟା ଚାପ୍ଟର ଥିଲା, ଇଲେକ୍ଟ୍ରିକ ଚାର୍ଜ ଆଣ୍ଡ ଫିଲ୍ଡ, କାପାସିଟାନ୍ସ, ପୋଟେନସିଆଲ। ଆମେ ଆଗେ ଇଲେକ୍ଟ୍ରିକ ଚାର୍ଜ ଆଣ୍ଡ ଫିଲ୍ଡ ବାହାର କରିବା। ଆମେ ଆଗେ ଏଇ ଚାପ୍ଟର ପଢିବା, ତାପରେ ଧୀରେ ଧୀରେ ଏଇଟା ସରିଲା ପରେ ସେଇଟା ପରେ ସେଇଟା ଏମିତି ଚାଲିବ ଆଉ। କିନ୍ତୁ ଫାଷ୍ଟ ଏଇ ଚାପ୍ଟର ପଢିବା। ଭଲସେ ପଢ, ଯାହା ବି ହେଇଯାଉ ବାପା ମା କେତେ କଷ୍ଟ କରୁଛନ୍ତି ତାଙ୍କର ନାଁ ରଖ। ନେକ୍ସଟ କ୍ଲାସରେ ଆମେ ଆକୁ ଷ୍ଟାର୍ଟ କରିଦବା, ଡେରି କରିବାନି, ଯେହେତୁ 2-3 ମାସ ପଳେଇଲାଣି ସମୟରେ ଡେରି ଆରମ୍ଭ ହେଲା ତ ଛାଡ, ଯାହା ହେଇଛି ହେଇଛି। ଆମେ ଆମର ପ୍ଲସ ଟୁ ସେକେଣ୍ଡ ଇୟର ଯାହା ଫାଷ୍ଟ ଇୟର କଲ, ଦଶମରେ ଯାହା କଲ, ସେକେଣ୍ଡ ଇୟର କଲେ ଆମର ପ୍ଲସ ଟୁ ଯଦି ଭଲ ମାର୍କ ରହିଲା ତାପରେ କ୍ୟାରିୟର ହବ। କ୍ୟାରିୟର ହବ ମାନେ କଣ, ତମେ ତାପରେ ଯାହା ଲାଇନରେ ପକେଇବ ଭାବିଚିନ୍ତି ଏବେ ଅଛି ଆଉ, ମୁଁ କହିବି ପରେ। ଆମେ ଆଗେ ଯେମିତି ଫୋକସ କର ପ୍ଲସ ଟୁ ପରୀକ୍ଷା ପାଇଁ, ପ୍ଲସ ଟୁ ପରୀକ୍ଷାରେ ଭଲ କରିବ। ଜୟ ଶ୍ରୀରାମ। ଆଜି ପାଇଁ ଆଜି ଏତିକି ଥାଉ। ଆମେ ନେକ୍ସଟ କ୍ଲାସ ତ କହିଲି ଇଲେକ୍ଟ୍ରୋଷ୍ଟାଟିକ ଆରମ୍ଭ କରିବା, ଇଲେକ୍ଟ୍ରିକ ଚାର୍ଜ ଆଣ୍ଡ ଫିଲ୍ଡ। ପଢିଲେ କେମିତି ଲାଗିବ ଆପଣମାନେ କମେଣ୍ଟ ବକ୍ସରେ କହିଦେବେ, ଆଉ ଟେଲିଗ୍ରାମରେ ମୁଁ ଲିଙ୍କ ଦେଇଦେବି, ସେଥିରେ ଦେଖିଦେବେ। ଟେଲିଗ୍ରାମରେ ମୁଁ ସବୁ ସେୟାର କରିବି, କିଛି ଲୁଚା ଛପା ନାହିଁ, ସବୁ ଯାକ ପଠା ହବ, ତମେ ପଢିବ, ସମସ୍ତେ ପଢିବେ। ହଉ ରହୁଛି, ଜୟ ଶ୍ରୀରାମ, ଜୟ ଜଗନ୍ନାଥ। ନେକ୍ସଟ କ୍ଲାସରେ ଦେଖା ହବ।